गतकाली रातिରୁ ଲାଗି ରହିଥିବା ପ୍ରବଳ ବର୍ଷା ଯୋଗୁଁ ବାରିପଦା ସହରରେ ସ୍ଥିତି ସଙ୍ଗୀନ ହୋଇପଡ଼ିଛି। ସହରର ବିଭିନ୍ନ ତଳିଆ ଓ ନଦୀକୂଳିଆ ଅଞ୍ଚଳରେ କୃତ୍ରିମ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି, ଯାହାଫଳରେ ସାଧାରଣ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଘରେ ପଶିଲା ବର୍ଷା ପାଣି, ଯାତାୟାତ ବାଧାପ୍ରାପ୍ତ। ରାତି ସାରା ବର୍ଷିବା ପରେ ସକାଳୁ ସହରର ଅନେକ ପ୍ରମୁଖ ରାସ୍ତା ଉପରେ ଆଣ୍ଠୁଏ ଲେଖାଏଁ ପାଣି ଜମି ରହିଥିବା ଦେଖିବାକୁ ମିଳିଛି। ଅନେକ ସ୍ଥାନରେ ଲୋକଙ୍କ ଘର ଓ ଦୋକାନ ବଜାର ଭିତରକୁ ବର୍ଷା ଜଳ ପଶିଯାଇଥିବାରୁ ବ୍ୟାପକ କ୍ଷତି ଘଟିଛି। ବିଶେଷ କରି ନଦୀକୂଳିଆ ଓ ତଳିଆ ଅଞ୍ଚଳର ବାସିନ୍ଦାମାନେ ସବୁଠାରୁ ଅଧିକ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି। ରାସ୍ତାରେ ପାଣି ଜମି ରହିବା ଯୋଗୁଁ ଯାତାୟାତ ପ୍ରାୟତଃ ଠପ୍ ହୋଇଯାଇଛି ଏବଂ ଲୋକେ ଘରୁ ବାହାରିବାକୁ ମଧ୍ୟ ଅସମର୍ଥ ହୋଇଛନ୍ତି। ଡ୍ରେନେଜ ବ୍ୟବସ୍ଥାକୁ ନେଇ ଅସନ୍ତୋଷ। ସହରର ବର୍ଷା ଜଳ ସଠିକ୍ ଭାବେ ନିଷ୍କାସନ ହୋଇପାରୁନଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଦୀର୍ଘ ସମୟ ଧରି ପାଣି ଜମି ରହିବା ଫଳରେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷପତ୍ର ସବୁ ନଷ୍ଟ ହେବା ସହ ଦୋକାନ ବ୍ୟବସାୟ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି। ପ୍ରଶାସନର ପଦକ୍ଷେପ ଓ ସତର୍କ ସୂଚନା। ପରିସ୍ଥିତି ଜଟିଳ ହେଉଥିବା ଦେଖି ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ କଡ଼ା ନଜର ରଖାଯାଇଛି। ଜଳବନ୍ଦୀ ଅଞ୍ଚଳରୁ ପମ୍ପ ସାହାଯ୍ୟରେ ପାଣି ନିଷ୍କାସନ କରିବା ଏବଂ ପ୍ରଭାବିତ ଲୋକଙ୍କୁ ପ୍ରାଥମିକ ସହାୟତା ଯୋଗାଇ ଦେବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଥିବା ଜଣାପଡ଼ିଛି। ତେବେ ବର୍ଷା ଜାରି ରହିଥିବାରୁ ତଳିଆ ଅଞ୍ଚଳର ଲୋକମାନଙ୍କୁ ବିଶେଷ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଜରୁରୀ କାମ ନଥିଲେ ପାଣି ଜମିଥିବା ରାସ୍ତାରେ ଯାତାୟାତ ନ କରିବା ପାଇଁ ପ୍ରଶାସନ ଓ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଅନୁରୋଧ କରାଯାଇଛି। ମୟୂରଭଞ୍ଜ ଜିଲ୍ଲାରୁ ଶିବାନନ୍ଦଙ୍କ ରିପୋର୍ଟ, ଆଦ୍ୟାଶା ନ୍ୟୁଜ୍। ଆପଣ ପରିଚୟ ଦିଅନ୍ତୁ। ମୋ ନାମ ରିଙ୍କି, ଆମେ କାଳିକାପୁର ଆମ ଘର वार्ड नंबर 24। तो आम ये 27 वर्ष है आम रही किंतु कभी किसी है नथिला। आगु पोल थिला, पानी पशि जाउथिला, घर सब भर्ती हो जाउथिला। तापर पोल हैला जदि आम भाबिलु कि पानी भल से जीव, घरे पानी पशिबनी। तापर देखला बेलको आम छोट छोट छुआ को नहीं रहू, देखला आम घर सब भांगी गला। केतळे घर एमती भांगी गला? आज सकाळो 8टा बेलको घर भांगी गला। घर भीतर आपण थिले? हां, घर भीतर भी आम सब थिलु। घर भीतर छोट छुआ को नहीं किना, छोट छुआ को बहुत कष्ट रे पटे बाहरी के आम जाइछु। आमको जदि किसी साहाय्य करिवे आम रहिबो कोठी, न साहाय्य करिवे।